ଆଜି ଆମେ ଏକ ଏମିତି ବିପ୍ଳବର କାହାଣୀ ଜାଣିବା ଯାହା ସ୍ୱାଧୀନତା ଓ ସମାନତାର ସ୍ୱପ୍ନ ଦେଖାଇଥିଲା କିନ୍ତୁ ଶେଷରେ ଆତଙ୍କ ଆଉ ରକ୍ତପାତରେ ବୁଡ଼ିଗଲା। ଏ ହେଉଛି ଫରାସୀ ବିପ୍ଳବର କାହାଣୀ। ଏମିତି ଏକ ବିପ୍ଳବ ଯାହାର ପ୍ରଭାବ ଆଜି ବି ଆମ ଦୁନିଆକୁ ଗଢ଼ି ଚାଲିଛି। ତେବେ ଆସନ୍ତୁ ବୁଝିବା ଏହା କାହିଁକି ଆଉ କେମିତି ହେଲା। ଚିନ୍ତା କରନ୍ତୁ 1789 ମସିହା ଜୁଲାଇ 14 ତାରିଖ ପ୍ୟାରିସର ରାସ୍ତାଘାଟ ଲୋକଙ୍କ ଭିଡ଼ ଆଉ ଉତ୍ତେଜନାରେ ଫାଟି ପଡ଼ୁଛି। ଗୁଜବ ଶୁଭୁଛି ଯେ ରାଜା ନିଜ ସେନାକୁ ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବାକୁ କହିଛନ୍ତି। ଲୋକମାନେ ନିଜ ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ଖୋଜୁ ଖୋଜୁ ପହଞ୍ଚିଗଲେ ବ୍ୟାଷ୍ଟିଲ ଦୁର୍ଗ ପାଖରେ ଆଉ ତା ଉପରେ ଆକ୍ରମଣ କରିଦେଲେ। ଜାଣନ୍ତି, ଏଟା କେବଳ ଗୋଟେ ଦୁର୍ଗ ଉପରେ ଆକ୍ରମଣ ନଥିଲା, ଏଟା ଥିଲା ଶହ ଶହ ବର୍ଷର ଅତ୍ୟାଚାର ବିରୁଦ୍ଧରେ ଏକ ବିସ୍ଫୋରଣ। ବାଷ୍ଟିଲ କ'ଣ ଥିଲା ଜାଣନ୍ତି? ଖାଲି ଗୋଟେ ଜେଲ ନୁହେଁ, ଏହା ଥିଲା ରାଜାଙ୍କର ନିରଙ୍କୁଶ ଶକ୍ତିର ପ୍ରତୀକ। ତେଣୁ ତାର ପତନ ଗୋଟେ ବହୁତ ବଡ଼ କଥା ଥିଲା। କିନ୍ତୁ ପ୍ରଶ୍ନ ହେଉଛି, ପରିସ୍ଥିତି ଏତେ ଖରାପ କେମିତି ହେଲା ଯେ ଲୋକଙ୍କୁ ଏମିତି ପଦକ୍ଷେପ ନେବାକୁ ପଡ଼ିଲା? ଆଉ ଏହାର ଉତ୍ତର ସେହି ସମୟର ଫରାନ୍ସି ସମାଜ ଭିତରେ ହିଁ ଲୁଚି ରହିଛି। ତେବେ ବାଷ୍ଟିଲର ପତନ ଥିଲା ସେହି ସ୍ପୁଲିଂ ଯାହା ବିପ୍ଳବର ନିଆଁ ଲଗାଇଦେଲା। କିନ୍ତୁ ଗୋଟେ ସ୍ପୁଲିଂରୁ ନିଆଁ ଲାଗିବା ପାଇଁ ବାରୁଦ ଦରକାର। ଆଉ ସେତେବେଳେ ଫ୍ରାନ୍ସ ବର୍ଷ ବର୍ଷ ଧରି ଗୋଟେ ବାରୁଦ ଗଦା ଉପରେ ହିଁ ବସିଥିଲା। ଆସନ୍ତୁ ସେହି ବାରୁଦ ଗଦା ବିଷୟରେ ଜାଣିବା। ଏମିତି ନୁହେଁ ଯେ କେବଳ ଗୋଟିଏ କାରଣ ଥିଲା। ଏହା ପଛରେ ମୁଖ୍ୟତଃ 3ଟି କାରଣ ଥିଲା: ସମାଜରେ ଅସମାନତା, ଦେଶର ଆର୍ଥିକ ସଙ୍କଟ ଆଉ ନୂଆ ନୂଆ ଚିନ୍ତାଧାରାର ପ୍ରସାର। ଦେଖନ୍ତୁ, ସେତେବେଳେ ଫ୍ରାନ୍ସର ସମାଜ ମୁଖ୍ୟତଃ 3 ଭାଗରେ ବଣ୍ଟା ହୋଇଥିଲା, ଯାହାକୁ 3 ଏଷ୍ଟେଟ୍ସ କୁହାଯାଉଥିଲା। ପ୍ରଥମ ଏଷ୍ଟେଟ୍ରେ ଥିଲେ ଚର୍ଚ୍ଚର ପାଦ୍ରୀ, ଦ୍ୱିତୀୟରେ ରାଜାଙ୍କ ସମ୍ପର୍କୀୟ ଓ ସାମନ୍ତ, ଆଉ ତୃତୀୟ ଏଷ୍ଟେଟ୍ରେ ବାକି ସମସ୍ତେ, ମାନେ ଚାଷୀ, ମୂଲିଆ, ଓକିଲ, ବେପାରୀ ସମସ୍ତେ। ସବୁଠୁ ବଡ଼ କଥା ହେଉଛି, ଦେଶର ପ୍ରାୟ 90% ଲୋକ ଏହି ତୃତୀୟ ଏଷ୍ଟେଟ୍ରେ ଥିଲେ, କିନ୍ତୁ ସେମାନଙ୍କ ପାଖରେ କୌଣସି ରାଜନୈତିକ ଅଧିକାର ନଥିଲା। ସେ ସମୟର ଏଇ କାର୍ଟୁନ ପରି ଚିତ୍ରଟି ସବୁକିଛି ସ୍ପଷ୍ଟ କରିଦେଉଛି। ଏଥିରେ ସାମନ୍ତ ହେଉଛି ବୁଢ଼ିଆଣୀ ଆଉ ଚାଷୀ ହେଉଛି ମାଛି। ପ୍ରଥମ 2 ଏଷ୍ଟେଟ୍ର ଲୋକ କୌଣସି ଟ୍ୟାକ୍ସ ଦେଉନଥିଲେ, ବରଂ ସବୁ ସୁବିଧା ପାଉଥିଲେ। ଆଉ ଟ୍ୟାକ୍ସର ସବୁ ବୋଝ କାହା ଉପରେ? ସେଇ ତୃତୀୟ ଏଷ୍ଟେଟ୍ର ଲୋକଙ୍କ ଉପରେ। ଇତିହାସକାରମାନେ 1789 ପୂର୍ବର ଏହି ବ୍ୟବସ୍ଥାକୁ ଓଲ୍ଡ ରେଜିମ୍ ବା ପୁରାତନ ଶାସନ ବୋଲି କହନ୍ତି। ସିଧା କଥାରେ ଏହା ଏକ ଏମିତି ବ୍ୟବସ୍ଥା ଥିଲା ଯେଉଁଠି ଲୋକଙ୍କ ଭାଗ୍ୟ ତାଙ୍କ ଯୋଗ୍ୟତାରେ ନୁହେଁ, ବରଂ ଜନ୍ମରୁ ହିଁ ସ୍ଥିର ହେଉଥିଲା। ଏହି ସାମାଜିକ ଅନ୍ୟାୟ ସହିତ ଆଉ ଗୋଟେ ବଡ଼ ସମସ୍ୟା ଥିଲା: ଦେଶ ପାଖରେ ପଇସା ନଥିଲା। ଯେତେବେଳେ ରାଜା ଲୁଇ 16 ସିଂହାସନରେ ବସିଲେ, ରାଜକୋଷ ପୂରା ଖାଲି। କାହିଁକି? କାରଣ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧ, ବର୍ସାଇ ରାଜପ୍ରସାଦର ବିଳାସପୂର୍ଣ୍ଣ ଖର୍ଚ୍ଚ ଆଉ ଆମେରିକାକୁ ତାର ସ୍ୱାଧୀନତା ସଂଗ୍ରାମରେ ସାହାଯ୍ୟ କରିବା, ଏସବୁ ଫ୍ରାନ୍ସକୁ ଋଣରେ ବୁଡ଼ାଇ ଦେଇଥିଲା। ସେତେବେଳେ ଫ୍ରାନ୍ସ ଉପରେ ପାଖାପାଖି 3 ବିଲିୟନରୁ ଅଧିକ ଋଣ ଥିଲା, ଆଉ ସରକାର ନିଜ ବଜେଟ୍ର ଗୋଟେ ବହୁତ ବଡ଼ ଭାଗ କେବଳ ସେହି ଋଣର ସୁଧ ଦେବାରେ ଖର୍ଚ୍ଚ କରୁଥିଲେ। ତେଣୁ ରାଜାଙ୍କ ପାଖରେ ଟିକସ ବଢ଼େଇବା ଛଡ଼ା ଆଉ କୌଣସି ବାଟ ନଥିଲା। ଆଉ ସବୁଠୁ ଦୁଃଖର କଥା କ'ଣ ଜାଣନ୍ତି? ଗୋଟେ ପଟେ ସରକାର ଟଙ୍କା ପାଇଁ ଚିନ୍ତାରେ ଥିଲେ, ଅନ୍ୟପଟେ ସାଧାରଣ ଲୋକ ଭୋକରେ ମରୁଥିଲେ। ଦେଶର ଜନସଂଖ୍ୟା ବଢ଼ୁଥିଲା, କିନ୍ତୁ ଫସଲ ଉତ୍ପାଦନ କମିଯାଇଥିଲା। ଲୋକଙ୍କର ମୁଖ୍ୟ ଖାଦ୍ୟ ଯେଉଁ ପାଉଁରୁଟି, ତାର ଦାମ ଆକାଶ ଛୁଇଁଥିଲା। ଲୋକମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ। ଆଉ ଏମିତି ସମୟରେ ରାଜା ସେହି ଭୋକିଲା ଲୋକଙ୍କ ଉପରେ ଆହୁରି ଟିକସ ଲଦିବାକୁ ଯୋଜନା କରୁଥିଲେ। ହେଲେ ସେହି ତୃତୀୟ ଏଷ୍ଟେଟ୍ ଭିତର ଗୋଟେ ନୂଆ ଶକ୍ତି ବାହାରୁଥିଲା: ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ। ଏମାନେ ଥିଲେ ଓକିଲ, ଡାକ୍ତର, ବ୍ୟବସାୟୀ। ଏମାନେ ପାଠ ପଢ଼ୁଥିଲେ। ଜନ୍ ଲକ୍, ରୁସୋଙ୍କ ଭଳି ଦାର୍ଶନିକଙ୍କ ଲେଖା ପଢ଼ି ସେମାନେ ସ୍ୱାଧୀନତା, ସମାନତା ଆଉ ଲୋକଙ୍କ ଅଧିକାର ବିଷୟରେ ଜାଣୁଥିଲେ। ଆଉ ସେମାନେ ଗୋଟେ ବହୁତ ବିପଦଜନକ ପ୍ରଶ୍ନ ପଚାରିବା ଆରମ୍ଭ କଲେ: କେବଳ ଜନ୍ମ ଯୋଗୁଁ କିଛି ଲୋକଙ୍କୁ ସବୁ ସୁବିଧା କାହିଁକି ମିଳିବ? ବାସ୍, ଏଇ ଚିନ୍ତାଧାରା ହିଁ ବିପ୍ଳବର ମୂଳଦୁଆ ପକାଇଲା। ତେବେ ଯେତେବେଳେ ସାମାଜିକ ଅନ୍ୟାୟ, ଆର୍ଥିକ ଦୁର୍ଦ୍ଦଶା ଆଉ ଏହି ନୂଆ ବିଚାରଧାରା ଏକାଠି ମିଶିଗଲା, ସେତେବେଳେ ବିପ୍ଳବର ନିଆଁ ଜଳି ଉଠିଲା। 1789 ମସିହାରେ ସବୁକିଛି ବହୁତ ଜଲ୍ଦି ବଦଳିବାକୁ ଲାଗିଲା। ରାଜା ନୂଆ ଟ୍ୟାକ୍ସ ଲାଗୁ କରିବା ପାଇଁ 175 ବର୍ଷ ପରେ ପ୍ରଥମ ଥର ଏଷ୍ଟେଟ୍ସ ଜେନେରାଲ ବୋଲି ଗୋଟେ ସଭା ଡାକିଲେ। କିନ୍ତୁ ସେଠି ତୃତୀୟ ଏଷ୍ଟେଟ୍ର ପ୍ରତିନିଧିମାନେ କହିଲେ, ଆଉ ନୁହେଁ। ସେମାନେ ନିଜକୁ ଦେଶର ପ୍ରକୃତ ପ୍ରତିନିଧି ବୋଲି କହି ନ୍ୟାସନାଲ ଆସେମ୍ବଲି ଗଠନ କଲେ। ଏଇଟା ଥିଲା ରାଜାଙ୍କ ବିରୁଦ୍ଧରେ ଖୋଲା ବିଦ୍ରୋହ। ଆଉ ତାପରେ ଆସିଲା ସେହି ଐତିହାସିକ ମୁହୂର୍ତ୍ତ। ରାଜା ଯେତେବେଳେ ସେମାନଙ୍କ ସଭାଘର ବନ୍ଦ କରିଦେଲେ, ସେମାନେ ପାଖରେ ଥିବା ଗୋଟେ ଟେନିସ୍ କୋର୍ଟରେ ଏକାଠି ହୋଇ ଶପଥ ନେଲେ। ସେମାନେ ପ୍ରତିଜ୍ଞା କଲେ ଯେ ଯେପର୍ଯ୍ୟନ୍ତ ଦେଶ ପାଇଁ ଗୋଟେ ନୂଆ ସମ୍ବିଧାନ ତିଆରି ନ ହୋଇଛି, ସେମାନେ ଏକାଠି ରହିବେ।
ଏହା ଥିଲା ରାଜାଙ୍କ କ୍ଷମତାକୁ ସିଧାସଳଖ ଏକ ଚ୍ୟାଲେଞ୍ଜ। ଏହାପରେ ନ୍ୟାସନାଲ ଆସେମ୍ବ୍ଲି ଏକ ଚମତ୍କାର ଦସ୍ତାବେଜ ଜାରି କଲା, ମାନବ ଏବଂ ନାଗରିକଙ୍କର ଅଧିକାର ଘୋଷଣାନାମା। ଏହା ଥିଲା ବିପ୍ଳବର ମୂଳମନ୍ତ୍ର। ଏଥିରେ କୁହାଗଲା ଯେ ସ୍ୱାଧୀନତା, ସମ୍ପତ୍ତି ଆଉ ଆଇନ ଆଗରେ ସମାନତା ଏସବୁ ସମସ୍ତଙ୍କର ପ୍ରାକୃତିକ ଅଧିକାର। କିନ୍ତୁ ବିପ୍ଳବ କେବଳ କାଗଜପତ୍ରରେ ସୀମିତ ରହିଲାନି। ଏହାପରେ କାହାଣୀ ଏକ ଅଧିକ ହିଂସାତ୍ମକ ଆଉ ଭୟଙ୍କର ମୋଡ଼ ନେଲା। ହେଲା କ'ଣ? ରାଜା ଲୁଇ ଷୋଡ଼ଶ ଦେଶ ଛାଡ଼ି ପଳାଇବାକୁ ଚେଷ୍ଟା କଲେ, ଆଉ ଅନ୍ୟ ଦେଶର ରାଜାଙ୍କ ସହ ମିଶି ବିପ୍ଳବକୁ ଦବାଇବାକୁ ଯୋଜନା କରୁଥିବା ଧରାପଡ଼ିଲେ। ବସ୍, ଲୋକଙ୍କ ରାଗ ଆହୁରି ବଢ଼ିଗଲା। ଏହାର ଫାଇଦା ଉଠାଇ ମ୍ୟାକ୍ସିମିଲିଆନ୍ ରୋବେସ୍ପିୟରଙ୍କ ନେତୃତ୍ୱରେ ଜାକୋବିନ୍ ଦଳ କ୍ଷମତାକୁ ଆସିଲା। ସେମାନେ ରାଜତନ୍ତ୍ରକୁ ସମ୍ପୂର୍ଣ୍ଣ ଶେଷ କରିଦେଲେ ଆଉ ରାଜାଙ୍କୁ ଦେଶଦ୍ରୋହ ଅପରାଧରେ ଫାଶୀ ଦେଇଦେଲେ। କିନ୍ତୁ ବିପ୍ଳବୀମାନଙ୍କ ଭିତରେ ବି ମତଭେଦ ଥିଲା। କାମିଲ୍ ଡେସ୍ମୋଲିନ୍ସଙ୍କ ଭଳି କିଛି ଲୋକ କହୁଥିଲେ, ଆରେ ସ୍ୱାଧୀନତାର ଅର୍ଥ କ'ଣ? ସମସ୍ତ ଶତ୍ରୁଙ୍କୁ ମାରିଦେବା? ଏଇଟା ତ ପାଗଳାମି। ହେଲେ ରୋବେସ୍ପିୟରଙ୍କ ଚିନ୍ତାଧାରା ପୂରା ଅଲଗା ଥିଲା। ସେ କହୁଥିଲେ ଆତଙ୍କ ହିଁ ପ୍ରକୃତ ନ୍ୟାୟ। ତାଙ୍କ ମତରେ ବିପ୍ଳବକୁ ବଞ୍ଚେଇବାକୁ ହେଲେ ନିର୍ଦ୍ଦୟୀ ହେବାକୁ ପଡ଼ିବ। ଆଉ ଏହି ଚିନ୍ତାଧାରାରୁ ଆରମ୍ଭ ହେଲା ଆତଙ୍କର ରାଜତ୍ୱ ବା ରେନ୍ ଅଫ୍ ଟେରର। ଏହି ସମୟରେ ହଜାର ହଜାର ଲୋକଙ୍କୁ ସନ୍ଦେହରେ ଗିଲୋଟିନ୍ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଗଲା। ଶେଷରେ ଯିଏ ଆତଙ୍କର ଖେଳ ଆରମ୍ଭ କରିଥିଲା ସେ ନିଜେ ତାର ଶିକାର ହେଲା। ରୋବେସ୍ପିୟରକୁ ମଧ୍ୟ ଗିଲୋଟିନ୍ରେ ମାରି ଦିଆଗଲା। ତବେ ଏତେ ସବୁ ରକ୍ତପାତ ପରେ ବିପ୍ଳବରୁ ପ୍ରକୃତରେ ମିଳିଲା କ'ଣ? ଦେଖନ୍ତୁ, ରୋବେସ୍ପିୟରଙ୍କ ମୃତ୍ୟୁ ପରେ ଫ୍ରାନ୍ସରେ ଯେଉଁ ରାଜନୈତିକ ଅସ୍ଥିରତା ସୃଷ୍ଟି ହେଲା, ତାର ସୁଯୋଗ ନେଇକି କ୍ଷମତାକୁ ଆସିଲେ ଜଣେ ସେନାପତି ନେପୋଲିୟନ ବୋନାପାର୍ଟ, ଯିଏ ପରେ ନିଜକୁ ଫ୍ରାନ୍ସର ସମ୍ରାଟ ଘୋଷଣା କଲେ। କିନ୍ତୁ ଶାସକ ବଦଳିଗଲେ ବି ବିପ୍ଳବର ଆଦର୍ଶଗୁଡ଼ିକ ଲୋକଙ୍କ ମନରୁ ଲିଭିଲାନି। ଭଙ୍ଗା ଶିକୁଡ଼ି ଦାସତ୍ୱର ମୁକ୍ତିର ପ୍ରତୀକ ହୋଇଗଲା, ଆଉ ସେହି ଲାଲ ଟୋପି ସ୍ୱାଧୀନତାର ଚିହ୍ନ ପାଲଟିଗଲା। ସେହିପରି ସମାନତାର ପ୍ରତୀକ ବି ରହିଗଲା। ଏହାର ଅର୍ଥ ହେଲା ଯେ ଆଇନ ଆଗରେ ସମସ୍ତେ ସମାନ, କେହି ଜନ୍ମରୁ ବଡ଼ କି ଛୋଟ ନୁହେଁ। ଏହି ଚିନ୍ତାଧାରା କେବଳ ଫ୍ରାନ୍ସ ନୁହେଁ, ପୁରା ଦୁନିଆକୁ ପ୍ରେରଣା ଦେଲା। ସ୍ୱାଧୀନତାର ଏହି ନାରୀ ରୂପକ ଚିତ୍ରଟିକୁ ଦେଖିଲେ ମନରେ ଗୋଟେ ବହୁତ ଗଭୀର ପ୍ରଶ୍ନ ଆସେ। ଫରାସୀ ବିପ୍ଳବର ନାରା ଥିଲା ସ୍ୱାଧୀନତା, ସମାନତା, ଭ୍ରାତୃତ୍ୱ। କିନ୍ତୁ ପ୍ରଶ୍ନ ହେଉଛି, ଏସବୁ କାହା ପାଇଁ ଥିଲା? କାରଣ ବିପ୍ଳବ ପରେ ବି ମହିଳାମାନଙ୍କର ଭୋଟ ଦେବାର ଅଧିକାର ମିଳିଲାନି, ଉପନିବେଶରେ ଦାସପ୍ରଥା ଚାଲୁ ରହିଲା। ସେମାନଙ୍କ ପାଇଁ ପ୍ରକୃତ ଲଢ଼େଇ ସେତେବେଳେ ଆରମ୍ଭ ହୋଇଥିଲା। ତେଣୁ ଫରାସୀ ବିପ୍ଳବ କେବଳ ଇତିହାସର ଏକ ଘଟଣା ନୁହେଁ, ଏହା ଅଧିକାର ପାଇଁ ଚାଲିଥିବା ଏକ ନିରନ୍ତର ସଂଗ୍ରାମର କାହାଣୀ, ଯାହା ଆଜି ବି ଶେଷ ହୋଇନି।